रे ए मनर हलकुरे ए पवन बल दिया ए त्रिकूट संधि रे हो पड़ी गलिया बोला गलिया मारिबाकू ए हरि दामोदर ए बिहन बुणिबाकू हो अभय मुनिवर बोला हेतु थाई गछ जे उठिब ए फलिब ज्ञान फल रे बाली सुग्रीव भणजा ए पवनर सुत ए अंजना गर्भरु होई अछि जात बोला शिला कला मेघ हो बरसिला पानी ए जानकी घर कुह कुणिया रघुमणि बोला पाद तो धोइबे जानकी से गंगारू नीर आनी रे बोला रे बोला नई तो नई हो ए बारो बांक नई ए ईश्वर गंडा कुह गड़िले पानी खाई बोला गंडा तू बधिबू अर्जुन से माधवी मूले रही रे कौन हला रे मूर्ख पिला नेगरी बेक ना गेलानी हाँ हौ सीधा करे भलैनी मोड़ दउछि रे बेकुडा भांगी दउ ना चंड रे सीधा करे कहलु पो मु सीधा कली देखिलु फुटला 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 इहिंदी मोड़ दउछु हाँ हौ अरे बा आनले थाना आनलु आ मंत्र करे की भारी हे छाऊ हरी सा नित्य थाना जा रखिथिलु बारा घर हेला मंत्र करिया हां मंत्र करिया जे हां पुडुको कोडे पुडुको तो घरे तो ईशान रे उल्टा क्यों कहछुआ मूर्ख पिला पुडुको जो याड याडे ओ पूर्व रे हां से कथा कहनु पूर्व याडे याडे हां ओ पूर्व हला याडे को महाप्रभु पूजा करी क महाप्रभु महाप्रभु तीनना के ब्रह्मा विष्णु महेश्वर बड़मा तो बड़ ब्रह्मा ब्रह्मा हां हां बर्मा हां हां बर्मा जो चारि मुंडियाडा हां 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 सेटा बर्मा
ବିଷ୍ଣୁ ବିଷ୍ଣୁ କିନ୍ଦିଆର ଯୋଉ ସୁଦର୍ଶନ ଚକ୍ର ଧରୁଛନ୍ତି ଏ ଯୋଉ ମହାଭାରତ ନାଟ ହେଲେ ଗୋଟେ ଖଣ୍ଡିଆ ଚକଟି ଧରିଆ ଖାଲି ଗିରିଗିରି ବୁଲଉଥିବ ସିନା କାହାର କିଛି କରିପାରୁନଥିବ ସେଇଟା ହଁ ହଁ ସେଇଟା ବିଷ୍ଣୁ ଆଉ ମହେଶ୍ୱର ମହେଶ୍ୱର ଯୋଉ ତ୍ରିଶୂଳ ଶଳା ସେଇଟାକୁ କାଣ୍ଡା କୁରେ ହଁ ଶଳା କୋଉଟେ ଗଞ୍ଜେଇ ପିକିରି ଶୋଇଥିବ ଶଳା ତାକୁ ଡାକିଲା ଆଡୁ ବେଳେ ପଳେଇଥିବ ଏ, ହିଁ ଶଳା ଗଞ୍ଜୁଟାକୁ ଡାକିରି ଏଠି କିଅଁ କରୁ ଶଳା ଇଆଡେ ମହାପୁରୁ କଲାଠୁ ସେ ଠୁଳଉଥିବ ମୂର୍ଖ ପିଲା ହଁ ଦକ୍ଷ ପ୍ରଜାପତି କହିଲା ପରେ କଣ କହୁଛୁ ରେ ଆବେଲେ ହେଲା ଯେ ହଁ ତାଙ୍କେ ଦେବ ମହାଦେବ ତାଙ୍କେ ସୃଷ୍ଟିକର୍ତ୍ତା ହେଲେ ତାକୁ ଡାକିବାକୁ ପଡିବ ତାଙ୍କେ ହଁ ତାଙ୍କୁ ଡାକିବାକୁ ଯଦି ପଡିବ ନ ଉଠିବ ବୋଇଲେ ତା ଆଖେ ଯୋଉ ସାଉଣ୍ଡଟା ରହୁନି ହଁ ତାକୁ ଢାକିନା ଗୋଟେ ଚାପଡ଼ାଟେ ପକେଇଲେ ସେ ନାଙ୍ଗୁଟା ପଟକିନା ବଜେଇଲେ ତା ସେ ଉଠି ପଡିବ ନାଇଁ ହଁ ପୂଜା କରେ ହେଲେ ସେଗୁରା ପୂଜା କରିବା ହଁ ହଉ ଦେଖିଆ କାଇଁ ଏବିଲେ କଦଳୀ କିଏ ଖାଇ ହାତ ଟେକ ଦେଇ ଆଁ, ହଉ ବା ସାଗରେ ହଁ ଡେବିରି ପୁଅ ଡେବିରି ହାତରେ ନଡିଆ ବଢଉଛି ସବୁ ପ୍ରକାର ନଡ଼ିଆଟା ଭାଙ୍ଗୁନି କାଇଁ ପୂଜା କରିବା କାହାକୁ ଖାଇପାରୁନୁ ପରା କିଏ କହିଲା ରେ ପୁଅ ଖାଇପାରିନି ଫିଣିଆ ଆରେ ପୁଅ ଆଁ, ସେଇଟା କଣ ଖଡ ଖଡ କରୁଛୁ ଏଟା ଘଣ୍ଟି ମୂର୍ଖ ପିଲା ଢାଳୁଲା ଘଣ୍ଟି ନାଇଁ ହେ ହଁ ମାଇକିନାର ହେତୁ ନାଇଁ ଘଣ୍ଟିଟା ଦେଇନି ହଁ। ଆଇଡେ ମୁଁ ଘଣ୍ଟିଟା ଆଣି ଆଉଥରେ ଘରକୁ ଯିଏ ହଁ କୋଟା ରାଲି ତ ଟିଣି କରି ମହାପୁରୁ ନିଦ ଭାଙ୍ଗିଲେ ଗଲା ଆଉ କଣ ଏ କିଏଟା ଟଣ୍ଟଣ ଶୁଭୁନି ଶୁଭୁଛି କିଏ ଶୁଭୁଛି ଜାଣିଥିଲେ ରେ ମୁଁ ଢାଉଲାରେ ଟଣ୍ଟଣ କରୁଥିଲି ସାରା ଦୁନିଆକୁ ଜଣେଇଦେଲୁ ଏବେ ହଁ ହଉ ହଉ ଆଁ, ମୂର୍ଖ ପିଲା ନେଇକି ଡ୍ୟାନ୍ସ ମାରିଲା ପରେ କଣ ହଉଛୁ ରେ କୋଉଟାରେ ପୂଜା କଲା ଆଡୁ କୋଉଟା ହେଲେ ଜାଣିନ କି କଣ କି କେବେ ଶିବ ମନ୍ଦିରକୁ ଯାଇନୁ କି ଯାଇଛି ଶିବ ମନ୍ଦିରକୁ ଯିବୁ ହଁ ନଡିଆ ଥାଳିଟା ମାଳିକି ଧରେଇ ଦଉ ହଁ ସଣ୍ଟା ପଛରେ ନାଇଁ ହଁ ଏମିତି ହାମୁଡିକିରି ଅନେଇଥୁ ହଁ ବେଲେ ସେଇଟା ଦେଖୁ ସେ କଣ କରୁଛି କଣ କରୁଛ ନଡିଆଟା ବାଡେଇ ଦବ ତା ପଇତାଟାକୁ ଧରିଦବ ଓ ଇ ଛନ୍ଦ ମନ୍ତ୍ର ପୁରା ଛନ୍ଦ ମନ୍ତ୍ର ଛନ୍ଦ ମନ୍ତ୍ର ହଁ ହଉ ହୁଁ ଦୁ ଚାଲ ଦେ ତୁ ଚାଲ ଦେଇ ହଁ ମାପୁର ଔଷଧ ସାଉ ସବୁବେଳେ ମାରୁଛି ଆରେ ଦୁଦୁରା ଉଠୁଛ ଇଏ ବୋଉ ମୂର୍ଖ ପିଲା କଣ ଦୁର୍ଦୁରା ଉଠି ଯିବା କଥା କହୁଛୁ ମୁଁ କିਉਂ କହିଲି କି ଦୁର୍ଦୁରା ଉଠି ଯା ଏ ମୁଁ କହିଲି ମହାପୁର ହଁ ମୋ ସାଉର ବିଲରେ ଦୁବ ଘାସ ନ କଣ ଏମିତି କହିଲୁ ହେଲେ ମୋ ଭଲ ହଳିଆ ପିଲା ହଁ ମୋ ଗାଣ୍ଡିଟାକୁ ସିଝେଇ ଦେଲୁଣୁ ମୁଁ ଭଲ ଭଳିଆ ପିଲାଟା ନାହିଁ ମହାପୁରର ଘଣ୍ଟି ହେଇଥିଲେ ଫାଟି ଯାଆନ୍ତାଣି ତୁଳୁ ହଁ ହଉ ହେଲେ ସାଗରେ ଥାନ ବୁଣେ ଧାନ ବୁଣିଆ ଯେ ହଁ ବର୍ଷାଦ ଖାଇଅ ପ୍ରସାଦ ହଁ ଦେଖୁଛୁ ନା ଆମର ସବୁ ଛୋଟ ଛୋଟ ପିଲାମାନେ ବସିଛନ୍ତି ହଁ ତାଙ୍କୁ ଦେ କି ତା ବୋପା ନାଇଁ ମୁଁ ଦେଇଛେ ହଁ ଆଉ ନାଇଁ ରେ ପୁଅ ତିନିଟା ଦେଇକିରି 300 ଟଙ୍କା ମାଗିଲେ ଶଳା ମୋ ପେଟ ଖାଲି କରି ଦେଇ ନା କଣ ଆରେ ପୁଅ ସେଇଟା ହେଲେ ଦେ ତିନି ତଣ୍ଟି ବସି ଯାଉଛି ବୋଲି ଗୋଟେ ଛାଡା ହେଇଯାଉଛି ହେଲା ଯେ ହଁ ଆରେ ପୁଅ ବାପା ମା କଣ କରିବେ ପ୍ରସାଦ ଖାଇବାକୁ ସମସ୍ତଙ୍କର ଅଧିକାର ଅଛି ହେଲେ ସମସ୍ତେ ଦେବାକୁ ପଡିବ ହଁ ଆଉ ଗୋଟେ କାମ କର ହଁ ତମେ କଦଳୀଟା ଖାଇଦିଅ ତାଙ୍କେ ନଡିଆଟା ବାଣ୍ଟି ଦା ତମେ ବୁଢା ଲୋକ ଚୋବେଇ ପାରିବନି ପିଲାଣ୍ଡିଆ ନେ ଚୋବେଇ ତାଙ୍କେ ସେ ନଡିଆ ଆଉ ହେଲେ ମତ ଦବୁ ତତେ ଦେଇନି ଆଉ କାଉ ଦେଇ ତୁ ତ ପୁଅ ଦଉଛୁ ମତେ 19 ଦିନ ହେଲା ମୁଁ ଖାଉଛି ଆଉ ସେଥିପାଇଁ ତ ତୋ ତଣ୍ଟି ବସିଗଲାଣି ମୋ ତଣ୍ଟି କ୍ଲିୟର ଅଛି ଆଉ କଣ ହେଲେ ମତ ଦବୁ ହଁ ଆଉ ଦେ ଦେ କାଇଁ ଆଗରେ ଦେ ଏ ପୁଅ ଖାଇଦଉ ଗାଣ୍ଡରେ ଘୋଷାଡି ଦୋଳରେ ପଇଛୁ ଶଳା ମୁଁ କଦଳୀ ଦେଇଛି ମତେ ପାପ ଲାଗିବ ହେଲେ କିନ୍ ଦବୁ ଆଉ ଆଗରୁ ମୁଁ ଛାଡି ଦେଇ ଆଙ୍ଗଲ ଛାଡୁ ହଁ ହଁ ହଉ କାଇଁ ଆଗରେ ହଁ ଏ ପୁଅ ପାଟିର ଆଙ୍ଗଲେ ଝିଅ କରୁଛୁ ଯେ ଆଉ କିନ୍ତି ଦେଖେ କିନ୍ତି ଆଙ୍ଗରୁ ଏ ପୁଅ ବ୍ରହ୍ମାଣ୍ଡ ପଇଛି ରେ ପାଟରେ ଯୋଡେ କଦଳୀ କିଅଣ୍ଟ ହେଲେ ବଡ ଆଙ୍ଗରି ହଁ ପଞ୍ଚଦଣ୍ଡ ପଡିଲେ ହଁ, ହଉ ଆଉ। ଆମର ଝିଅ ହଁ ହଉ କାଇଁ ଆଙ୍ଗରେ ହଁ ଥା ଏକାନି ଜି ବାଡେ ଦଉ ଆଙ୍ଗରେ ହଁ ପାକୁଳଉ ହଁ ହଇକେ ସାଉ ହଁ କୋ ହୁଡା ତଳେ ବଗିରି ଖାଉଛ ଆସ ଡର ଲାଗିଲାଣି ମୂର୍ଖ ପିଲା ଏଇ ଏ ହଇକେ ସାଉ ତମେ ଗୋଟେ କଥା ପଚାରି ପଚାରେ ହଁ ପଚାରେ ତମେ ଯେତେବେଳେ ଜନ୍ମ ହେଲ ହଁ ତମ ବୋଉ ତମ ଘଣ୍ଟିକାଟା ଉପଡେ ବାହାର ଥୋଇ ଦେଇଥିଲେ କି ତୋ ବୋଉ ଆକା ତୋ ଘଣ୍ଟିକା ଉପରେ ଦେଇଛି ନାଇଁ ମୂର୍ଖ ସେ ପିଲା। ଏଡେ ଏଡେ ଯୋଡେ କଦଳୀ ଦେଲି
ହଁ ମତେ ଡର ନାଗୁଛି ମୁଁ ସାଉ ସାଉ ହେଲେ ତ ହଇରେ ପୁଅ ତୁ ଖାଇଲୁ ନା ଗାଣ୍ଡିଆ ଟିକେ କୁଆଡେ ଖସେଇ ଦେଲୁ ରେ ହଁ ହଉ ହେଲା ଯେ ହଁ। ତୁ ଦେଲୁ ମୁଁ ଖାଇଲି ବୁଝିଲୁ ମେ ଖାଇଲାଣି ଜଲ୍ଦି ଧାନ ବୁଣେ ଧାନ ବୁଣେ ଏତିକ ଯାହା ନକ ନ ଯଦି ଖାଉଛୁ ପେଟ କାଟିବ ରେ ପୁଅ ଧାନ ବୁଣର ପୁଅ ହେଲେ ଧାନ ବୁଣି ବୁଣେ କାଇଁ ପକାତରେ ଧାନ ବୁଣିଆ ହଇରେ ଅଛୁ ତ ମହାପ୍ରଭୁର କୁଆଡେ ବଳ ପାତଳ ହେଇଥିବ ଡେବିରିଆ ଚାରି ମୁଠା ଫିଙ୍ଗିଡିଆ ସାଇଜରେ ପକା ଏ ସବୁ ଆଖି ବୁଝ ଆଖିରେ ପଡିଲେ ମୋ ଦୋଷ ନାହିଁ ହରପ ଓ ଏଡା 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 ଚଣ୍ଡା ଏଡା ଆରେ କହୁନୁ ନାଇଁ ରେ ହଁ ରବା ମୂର୍ଖ ପିଲା ହଁ ମୁଁ ତତେ ବିଲରେ ଧାନ ବୁଣିବାକୁ ଦେଇଥିଲି ନା ବାହାରେ ବୁଣିବାକୁ ଦେଇଥିଲି ଏ ପୁଅ ଉଲା ବେଲେ କେଣ ଗଛରେ ଫଳୁଛି କି ରେ କଣ ଉଲା ଶଳା ତୋର ଭଳିଆ ଯାକୁ ଉଲା କହରେ କେନ୍ତି ଆପୁ ମହାପ୍ରଭୁ ତ ବିଲ କିଣିଲୁ ଛଅ ତ ଖାଲ ହଁ ଏଡ ବଡ ମେଘ ଆଇଲାଣି ହଁ ଆଉ ବିଲରେ ଯଦି ପକେଇବେଲେ ପୁଅ ମାଟି ପୋତି ହେଇଯିବନି ରେ ବର୍ଷିଲେ ହଁ ସେଥିପାଇଁ ଚାରି ପୋଖା ବୁନ୍ ଦେଇଛି ହଁ ଛେଚିକିରି ବର୍ଷାଟା ହେଇଗଲେ ହଁ ତୋ ବିଲରେ ତ ପାଳ କଥା ଭଳିଆ ହେଇଛି। ଦେବୀର ପୁଅ ଦି ହାତିଆ ନବୁ ମୂର୍ଖ ପିଲା ଧାନ ହବ ହଁ ହଉ ହଉ ହେଲେ ମୋ ଭଲ ହଳିଆ ପିଲାଟା ଶଳା ଘଣ୍ଟ ହେଇଥିଲେ ଫାଟି ଯାତାଣି ଏତି ବାଡୁଛୁ ଆହୁରି ଭଲ ହଳିଆ ପିଲାଟା ଆଉ ହେଲା ଯେ ହଁ ଗୋଟେ କାମ କରେ କଣ କରି ଧାନ ତ ବୁଣି ଦେଲୁ ହଁ ଆଉ ବେତିରି ଦେ ଅରେ କୁକୁର ପେଟିଆ ପଇସା କାହାକୁ ଆକାରରେ ହଁ ପେଟ ଚିହ୍ନେ ରେ ପେଟ ଚିଞ୍ଚିର 3 ଘଣ୍ଟା ହେଲା ଏଇଠି ଖଟଉଛୁ ପାଣି ଟୋପାടി ଦେଇଛୁ ହଁ କଦଳୀ ତ ପୁଅ ଖାଇଲୁ ଏବେ ପୂଜା କରିକିରି ଆଉ ଶଳା ଖାଇଦେଲା ଗେମ୍ଫୁଡି ହବ ସେଠି ପେଟେଇକିରି ଥିଲା ମହାପୁର ଆଇଲା ବେଳକୁ ମୁଁ ଏଇଠି ପିନ୍ଧା ପିନ୍ଧି ହେଇକି ଅଛି ଆଉନୁ ରେ ର ଟିକେ ହାଲିଆଟା ମରୁ ହଁ ଆଉ ଖାଇନି ରେ ପୁଅ ଖାଲି କାଁ ମା କଛି ହଁ ହଁ କରୁଛୁ ଯେ ନାଇଁ ମୁଁ ଘଟଣା କହିଦେଇ ହଁ କହିଦେଇ ଘଟଣା କହିଦଉ ହଁ ହେଡି ହଁ ଘଟଣା କହ ହଁ ଘର ଭିତରୁ ଯୁନୁ କି ଅଛି ରେ ପୁଅ ଭାଙ୍ଗିରି କଣ କରିବ କିଅଁ କରିବ ହଁ ଶଳା ଗାଁ ଡିଜାରେ ଯେତିକ ଛାଞ୍ଚୁଣି କିଣୁନାହାନ୍ତି ମାଗିନା ମୋ ମାଗିନା ଏକଲା କିଣୁଛି ରେ ହଇରେ ହଁ ତୁ କୁଆଡେ ମାଇପ ମାଡା ଖିଆଡା କିରେ କାଇଁ ଏତିକ ଯାଏ ଏଠି ମା ମାଉସୀ ବଇଛନ୍ତି ପଚା ହକେ ମା କେତେ କା ଘଇତା ଅଗୁଣରେ ବୋଲି କେବେ ଛାଞ୍ଚୁଣିରେ ବାଡେଇଛ ଘଇତାଉ କି ହଙ୍କ ଦବରା ପଚା ଏତେ ଯା ବଇଛନ୍ତି ହେଲା ଯେ ହଁ ମୂର୍ଖ ପିଲା ଆଉ ତୁ କହୁଛୁ ଛାଞ୍ଚୁଣି ଫିଟିଆ କଥା ନାଇଁ ହେ ହଁ। ଆମେ ହଳ ବାନ୍ଧି ଟିକେ ହାଲିଆ ରାଇଆ ନାଇଁ କେ ବାପା କୋଟେ ଗାଁ ମୁଣ୍ଡରେ ମିଳୁଥିବ ଦିପୁଟା ଚିପିଟି ଦେଇକି ଯାଇକି ଏଣ୍ଡି ଧଡେ ଶୋଇ ପଡିଥିଆ ହଁ ସିଏ ଝାଡୁ ମାରୁ ମାରୁ ବାଜିରି ଫିଟିବ ନା ଶଳା ବାଡେଇ ହୋଇ ଏମିତି ହଇରେ ହଁ ମୁଁ ଜାଣିଦେଲି ତୁ ମାଇପ ମାଡା ଏ ଖିଆଡା ନା ଖରାପ କିଅଁ କରୁଛୁ ଏଠି ଆଖିରି ହେଲା ଯେ ହଁ ଆଉ କଣ ରାଖି ମୋର 3ଟା ପୁଅ କଣ କଣ ଗୋଟା ନା ଜାଜେଇ ହଁ ଆଉ ଗୋଟା ନା ବଜେଇ ହଁ ଆଉ ଗୋଟା ନା ହଜେଇ ହଇରେ ପୁଅ କୋଉ ଜ୍ୟୋତିଷ ପାଖରେ ନା ଜ୍ୟୋତିଷ କିଅଁ କରିବ ରେ ପୁଅ ମୁଁ ତ ବଡ ଜ୍ୟୋତିଷ